ମାଲକାନଗିରିର ବିକାଶ ମେଳା ଏଠି ଜିଲ୍ଲା ପ୍ରଶାସନ ଆୟୋଜନ କରିଥିଲେ ଏବଂ ତାଙ୍କ ସହିତ ଆମର ଏକ ସ୍ଥାନୀୟ ଏମଏଲ ଆମର ଏମପି ଉପସ୍ଥିତ ଥିଲେ। ଆର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସରକାରଙ୍କର ଯେଉଁ 1 ବର୍ଷ ପୂର୍ତ୍ତି ହେଲା, କେନ୍ଦ୍ର ସରକାରରେ ତୃତୀୟ ପାଳିର 1 ବର୍ଷ ଏବଂ ରାଜ୍ୟ ସରକାରଙ୍କର 1 ବର୍ଷ ପୂର୍ତ୍ତି। ଡବଲ ଇଞ୍ଜିନ ସରକାର ଯେଉଁ ବିକାଶ ହେଇଛି এই কথাକୁ ଲୋକମାନଙ୍କୁ ଅବଗତ କରିବା ପାଇଁ ଆଜିର ଏହି ମେଳାର ଆୟୋଜନ କରାଯାଇଛି। ଯେଉଁ ପ୍ରିୟ ପ୍ରଧାନମନ୍ତ୍ରୀଙ୍କର ପ୍ରୟାସରେ ଭାରତ ବର୍ଷରେ ଅର୍ଥନୈତିକ କ୍ଷେତ୍ର ଦେଖି ସାମରିକ କ୍ଷେତ୍ର ଏବଂ ପ୍ରତ୍ୟେକ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ ଯେଉଁଭଳି ଭାବରେ ତାଙ୍କର ଦୂରଦୃଷ୍ଟି ପ୍ରୟାସ, ଦୀର୍ଘ ଦିନର ଯେଉଁ ଭାରତ ଆଜି ଅର୍ଥନୈତିକ କ୍ଷେତ୍ରରେ ଦେଖିବା ଚତୁର୍ଥ ସ୍ଥାନରେ ପହଞ୍ଚୁଛି। ଯଦି ଆମେ ଦେଖିବା ଭାରତର ଅଖଣ୍ଡ ଭୂଖଣ୍ଡକୁ ରକ୍ଷା କରିବା ପାଇଁ ପ୍ରିୟ ପ୍ରଧାନମନ୍ତ୍ରୀ ଯେଉଁଭଳି ପଦକ୍ଷେପ ମଧ୍ୟ ନେଉଛନ୍ତି, ଯାହାର ଉଦାହରଣ ସ୍ୱରୂପ ଅପରେସନ ସିନ୍ଦୁର ଆପଣମାନେ ଦେଖିଛନ୍ତି। ତେଣୁ ଭାରତ ବର୍ଷର କିଭଳି ଭାବେ ଭାରତ ଆଗକୁ 2047 ଯେଉଁ ଭିଜନ ହେଇଛି, ଭିଜନ ଡକ୍ୟୁମେଣ୍ଟରେ ତିଆରି ହେଇଛି, ଭାରତ 2047 ବେଳକୁ ଏକ ବିକଶିତ ସମୃଦ୍ଧ ଆତ୍ମନିର୍ଭର ଦେଶର ପରିଣତ ହେବ। ସେହି ପକ୍ଷରେ ମଧ୍ୟ ଓଡ଼ିଶା 2036 ବେଳକୁ ଯେ ତାର ଯେଉଁ ବିକାଶର ପୂର୍ବୋଦୟ ଓଡ଼ିଶାର ହିଁ ଆରମ୍ଭ ହେବ, ସେଇ ନେଇକରି ମଧ୍ୟ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି। ଆଜି ଯଦି ଦେଖିବା এই ଅଞ୍ଚଳର ଜନଜାତି କଥା କୁହନ୍ତୁ, ଆଜି ଶିକ୍ଷା କ୍ଷେତ୍ରରେ କଥା କୁହନ୍ତୁ, ଆଜି କୃଷି କୃଷକର କଥା କୁହନ୍ତୁ, ମହିଳାର କଥା କୁହନ୍ତୁ, ପ୍ରତ୍ୟେକ ଦେଇ କଥା ରଖୁଥିବା ହେଉଛନ୍ତି ମୋହନ ସରକାର। ଆମେ କହିଥିଲୁ କୃଷକମାନଙ୍କୁ ଧାନ କୁଇଣ୍ଟାଲ ପିଛା 3100 ଟଙ୍କା କରିବ, 800 ଟଙ୍କା ବୃଦ୍ଧି କରି 3100 ଟଙ୍କା କରାଗଲା, ଯୋଉଟାକି ତଳ ଦିନରେ ଗତ ସରକାର କେବଳ କଥା ଦଉଥିଲା, ମିଛୁଆ ରାଧୁଆ ସରକାର, କଥା ହିଁ କଥା, ଯୋଜନା ହିଁ ଯୋଜନାରେ ରହିଯାଉଥିଲା। ଆମେ କଥା ଦେଇଥିଲୁ ଆମ ସରକାର ଆସିଲା ପରେ ମହିଳାମାନଙ୍କୁ ସଶକ୍ତ ସ୍ୱାବଲମ୍ବୀ କରିବା ପାଇଁ ଯେଉଁ ସୁଭଦ୍ରା ଯୋଜନାରେ 50,000 ଟଙ୍କା 5 ବର୍ଷରେ ଦେବା ପାଇଁ, ତାହା ମଧ୍ୟ ବର୍ଷକୁ 10,000 କରି 50,000 ଦେବାର ବ୍ୟବସ୍ଥା କରେ। ଆଜି ଶିକ୍ଷା କ୍ଷେତ୍ରରେ ଦେଖନ୍ତୁ ମାଧବ ସିଂ ହାତପାଟି କଥା ଦେଖନ୍ତୁ, ଆଜି ଯେଉଁଭଳି ଜନଜାତି ମାନଙ୍କର ବିକାଶ କରିବା ପାଇଁ, এই ଅଞ୍ଚଳର ରାସ୍ତାଘାଟର ବିକାଶ କରିବା ପାଇଁ, କୃଷି କୃଷକର ବିକାଶ କରିବା ପାଇଁ, ଆଜି ପ୍ରଧାନମନ୍ତ୍ରୀ ଆବାସ ଠୁ ଆରମ୍ଭ କରି ରାସନ କାର୍ଡ ଏବଂ ବାର୍ଦ୍ଧକ୍ୟ ଭତ୍ତା ପର୍ଯ୍ୟନ୍ତ ପ୍ରତ୍ୟେକ ଯେଉଁ ରହିଛି ସରକାରଙ୍କର ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତା ଦାୟିତ୍ୱ ନେଇଛନ୍ତି। ଆମର ଏମପି ଏମଏଲ ଦାୟିତ୍ୱ ନେଇଛନ୍ତି। ଆଗାମୀ ଦିନରେ ମାଲକାନଗିରି ଏକ ବିକଶିତ ଜିଲ୍ଲାରେ ପରିଣତ ହେବ। ତା ପାଇଁ ମଧ୍ୟ ଯେଉଁ ଡକ୍ୟୁମେଣ୍ଟ ପ୍ରସ୍ତୁତ ହୋଇସାରିଛି, ଲକ୍ଷ୍ୟ ସ୍ଥିର ହୋଇସାରିଛି ଏବଂ ସମୟ ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି। ଲକ୍ଷ୍ୟ ହେଉଛି ବିକଶିତ ଓଡ଼ିଶା, ବିକଶିତ ଜିଲ୍ଲା ମାଲକାନଗିରି ଜିଲ୍ଲା। ସମୟ ହେଉଛି 2036। ତେଣୁ ଆପଣମାନଙ୍କର ସମସ୍ତଙ୍କର ସହଯୋଗରେ, ଜନଭାଗିଦାରୀରେ କିପରି ଭାବରେ ଓଡ଼ିଶା ଏକ ବିକଶିତ ରାଜ୍ୟ ଏବଂ ମାଲକାନଗିରି ଏକ ବିକଶିତ ଜିଲ୍ଲାରେ ପରିଣତ ହେବ, ସେହି ଦିଗରେ ଆଜି ଆଲୋଚନା ହୋଇଛି।